ଟିକେ ଭିକ୍ଷା ମାଗୁଛି। ଦୁଆର ଖୋଲିଦେଲେ ଦେଖିଲେ ଜାଜୁଲ୍ୟ କାନ୍ତି ଦୟ ବ୍ରାହ୍ମଣ ଦ୍ୱାର ଦେଶରେ ପ୍ରଣିପାତ କରିକିରି କହିଲେ ଅତିଥି ଆପଣଙ୍କୁ ଏ ଅଧମ କଣ ଦେଇପାରେ? ନା ନାଇଁ ରେ ରାଜା, ଆଜକୁ 4 ଦିନ ହେଲା ଆମେ କିଛି ଖାଇନୁ। ଆଜକୁ ଏ ଦୟ ବ୍ରାହ୍ମଣ ଆମେ 4 ଦିନ ହେଲା କିଛି ଖାଇନୁ। ତୁମ ଘରେ 2ଟା ଭୋଜନ କରିବୁ ରେ। ରାଜା ଘର ବୁଡ଼ି ପାଣି ଆଣ୍ଠିଏ ରାଜା ଜାଣିନାହାନ୍ତି। ଅତିଥି ଦ୍ୱୟଙ୍କୁ ଆଜ୍ଞା ନେଇ ବସେଇ ଦେଲେ। କହିଲେ କିଏ କୁଆଡେ ଗଲେ? ଏତେ ବେଳ ହେଲେଣି କଣ କେହି ଉଠି ନାହାନ୍ତି? ଉପର ମହଲାକୁ ରାଜା ପଳେଇଲେ। ଦେଖିଲା ବେଳକୁ ସମସ୍ତେ ପଡ଼ିଛନ୍ତି କାନ୍ଦି ବୋବେଇକି। କହିଲେ କଣ ହେଇଛି? କାହିଁ କାନ୍ଦୁଛ? ଘଟଣା କଣ? ନା କଣ ନ ହେଇଛି? ତମ ବଡ଼ ପୁଅ ଆଉ ସଂସାର ନାହାନ୍ତି। ରାଜା କହିଲା ପୁଅ ନାହିଁ, ଆମର ତ କିଛି ଅସୁବିଧା ନଥିଲା ପୁଅର ଦେହ, ଏଭଳି ଘଟଣା ହେଲା କାହିଁକି? ହେଲେ ମୁଁ କଣ କରିବି? ରାଣୀ କହିଲେ କଣ କରିବ ମାନେ? ପୁଅ ମରିଗଲା, ତମେ କହୁଛ କଣ କରିବ? ନାରେ ଅତିଥି 2 ଜଣ ଜାଜୁଲ୍ୟ କାନ୍ତିମୟ ବ୍ରାହ୍ମଣ 2ଟା ଆସିଛନ୍ତି ରେ। 4 ଦିନ ହେଲା କିଛି ଖାଇନାହାନ୍ତି, ତାଙ୍କୁ କେମିତି ଖାଇବାକୁ ଦବା? ରାଣୀ କହିଲା ମୋ ପୁଅ ମରିଛି, ମତେ କହୁଛ ଖାଇବାକୁ ତାଙ୍କୁ ଦବାକୁ? ମୋ ଦ୍ୱାରା ତା କେବେ ହେଇପାରିବନି। ରାଜା ଆଡେ ପୁଅ ମରା କଥାରେ ଚିନ୍ତିତ, ଆଡେ ଦୟ ବ୍ରାହ୍ମଣକୁ ଘରେ ଅତିଥି ରୂପୀ ଭଗବାନଙ୍କୁ ବସେଇଛନ୍ତି ଚିନ୍ତାରେ। କେଡ଼େ ବଡ଼ ପରୀକ୍ଷା କରୁଛନ୍ତି ଭଗବାନ। ଦେଖ ଭକ୍ତକୁ, ସାମାନ୍ୟ ଭକ୍ତ ହେଇଯିବାଟା ପଡ଼ିନି, ଅନେକ କଷ୍ଟ, ଅନେକ ଝଡ଼ ଝଞ୍ଜା ଆସିବ ମାଲୋ। ହରିଶ୍ଚନ୍ଦ୍ର କଥା ଜାଣିଛନ୍ତି। ଦାନ ଦେଲେ ଦକ୍ଷିଣା ପାଇଁ ସ୍ତ୍ରୀ ଗଲା କୁଆଡ଼େ ରାଜ ପରିବାର, ପୁଅ ଏବଂ ସ୍ତ୍ରୀ ଗୋଟେ ଆଡେ, ସ୍ୱାମୀ ଚଣ୍ଡାଳ ବେଶରେ ଶ୍ମଶାନ ଜଗିଲେ। ନଳ ଭଳି ରାଜା ସ୍ତ୍ରୀ କି ଛାଡ଼ି ଚାଲିଗଲେ ଅନେକ ଦ୍ୱାର ଦେଶ, ହଜିଗଲେ ବ୍ୟକ୍ତିଗତ ଭାବେ। ଭକ୍ତ ହେବାଟା ସହଜ କଥା ନୁହଁ। ଭଗବାନ ଅନେକ ପରୀକ୍ଷା ଆପଣଙ୍କୁ କରିବେ। ଆପଣ ଭାବୁଥିବେ ମତେ ଭଗବାନ କଷ୍ଟ ଦଉଛନ୍ତି। ନାଇଁ ଲୋ ମା, ଭଗବାନ ଭକ୍ତକୁ ପରୀକ୍ଷା କରୁଛନ୍ତି। ଆପଣ ଏ ଦୁଷ୍ଟ ଲୋକକୁ ପରୀକ୍ଷା କରିବେ? ଏ ନଷ୍ଟ ଲୋକକୁ ପରୀକ୍ଷା କରିବେ? ନା ନା, ନାଇଁ, ଯିଏ ଭକ୍ତ ତାହାକୁ ହିଁ ଭଗବାନ ତାରି ଠାରେ ପରୀକ୍ଷା କରି ଜଗତକୁ ଦେଖେଇ ଦେବେ ଏ ସଂସାରରେ ଧର୍ମ କଣ।